ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆପଣ ଯେପରି ଥମ୍ବନେଲରେ ଦେଖିଲେ ଯେ ମୁଁ ଜଙ୍ଗଲ କ୍ୟାମ୍ପ ଯାଉଅଛି। ଏଇଟା ସତ୍ୟ ବିଷୟ ଅଟେ, ଆଉ ଏଇଟା ଗୋଟେ ପ୍ରକାର ମୋର ଆନାଉନ୍ସମେଣ୍ଟ ଅଟେ। ଆପଣ ହୁଏତ ଭାବୁଥିବେ ଏଇଭଳି ଭିଡ଼ିଓ ମୁଁ କାହିଁକି ଅପଲୋଡ଼ କଲି, ମୋର ଏ ସମସ୍ତ ବିଷୟ କହିବାର ଅର୍ଥ କ'ଣ, କାହିଁକି ମୁଁ ଏ ସମସ୍ତ ବିଷୟ ମୁଁ ଜଣାଉଛି। ତେବେ ପ୍ରିୟ ବନ୍ଧୁଗଣ, ଆପଣ ହୁଏତ ଜାଣିନଥିବେ ମୋର ଆତ୍ମିକ ଜୀବନର ଆରମ୍ଭ এই ଜଙ୍ଗଲ କ୍ୟାମ୍ପରୁ ହିଁ ଆରମ୍ଭ ହୋଇଥିଲା। ଏ ଜଙ୍ଗଲ କ୍ୟାମ୍ପରେ ହିଁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସମ୍ପୂର୍ଣ୍ଣ ରୂପେ ବୁଝିବା ନିମନ୍ତେ ସମର୍ଥ ହୋଇଥିଲି ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟ କିଏ। କିନ୍ତୁ ତା ପୂର୍ବରୁ ଯଦି ଆପଣ କହିବେ, ତା ପୂର୍ବରୁ ମୁଁ ବହୁତ କିଛି କନଫ୍ୟୁଜନ୍ରେ ଥିଲି, ମୁଁ ଡାଉଟ୍ରେ ଥିଲି ଯେ ପ୍ରକୃତରେ ପରିବେଶର କିଏ। କାରଣ ସେହି ସମୟରେ ମୁଁ ଯେତେବେଳେ ଛୋଟ ଥିଲି, ଯେତେବେଳେ ଆମେମାନେ ସେଇ ଜାଗାରେ ଆମେମାନେ ଥିଲୁ, ଆଉ ସେହି ସମୟରେ ଆମର ଘରର ଆଖପାଖରେ ହିନ୍ଦୁମାନେ ବି ରହୁଥିଲେ, ମୁସଲିମ ଲୋକମାନେ ମଧ୍ୟ ରହୁଥିଲେ। ତେବେ ମୁସଲିମମାନେ ସେମାନେ ଆଲ୍ଲାହଙ୍କୁ ପ୍ରାର୍ଥନା କରୁଥିଲେ, ହିନ୍ଦୁମାନେ ସେମାନଙ୍କର ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ଆଉ ଆମେମାନେ ପ୍ରଭୁ ଯୀଶୁଙ୍କର ଉପାସନା କରୁଥିଲୁ। ମୁଁ ତିନି ପ୍ରକାର ବିଷୟକୁ ମୁଁ ଦେଖୁଥିଲି, ମୁଁ ଅନୁଧ୍ୟାନ କରୁଥିଲି ଯେ କିଛି ଲୋକ ଆଲ୍ଲାହଙ୍କୁ ପ୍ରାର୍ଥନା କରୁଛନ୍ତି, କିଛି ଲୋକମାନେ ହିନ୍ଦୁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଆଉ ଆମେମାନେ ଯୀଶୁଙ୍କୁ ପ୍ରାର୍ଥନା କରୁଛୁ। ପ୍ରକୃତରେ କିଏ ଶକ୍ତିଶାଳୀ, ପ୍ରକୃତରେ ସତ୍ୟ ପରମେଶ୍ୱର କିଏ? ମୁଁ ଏହାର ବହୁତ ବଡ଼ ଡାଉଟ୍ରେ ମୁଁ ଥିଲି, ସନ୍ଦେହରେ ଥିଲି। କିନ୍ତୁ ଯେତେବେଳେ ମୁଁ ଏଇ ଜଙ୍ଗଲ କ୍ୟାମ୍ପ ମୁଁ ଆଟେଣ୍ଡ କଲି, ମୋର ସବୁ ସନ୍ଦେହ ଦୂର ହେଲା। ସତ୍ୟ ପରମେଶ୍ୱର କିଏ ମୁଁ ଜାଣିବା ନିମନ୍ତେ ମୁଁ ପାଇଲି। ଏଇଟା ଅଛି ପ୍ରିୟ ବନ୍ଧୁଗଣ, ମୋର ଜୀବନ ଗୋଟେ ସାକ୍ଷ୍ୟ ଅଛି। ଆଉ ହୁଏତ ଆଗାମୀ ଦିନମାନଙ୍କରେ ମୁଁ ମୋ ଜୀବନର ସାକ୍ଷ୍ୟକୁ ମୁଁ ଅପଲୋଡ଼ ମୁଁ କରିପାରେ এই ଚ୍ୟାନେଲରେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ମୁଁ ଜଙ୍ଗଲ କ୍ୟାମ୍ପ ମୁଁ ଯାଉଛି, ଯେଉଁଟାକି ଶରତରେ ହେବା ପାଇଁ ଯାଉଅଛି। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଯଦି ମୋର ଭିଡ଼ିଓକୁ ଦେଖୁଥାନ୍ତି, କୌଣସି ଭାଇ କିମ୍ବା ଭଉଣୀ ଶରତରୁ, ବିଶେଷ କରି ମୟୂରଭଞ୍ଜ ଶରତରୁ ଯଦି ଆପଣ ମୋର ଭିଡ଼ିଓ ଦେଖୁଥାନ୍ତି, ତେବେ ଆପଣଙ୍କ ସହିତ ମୋର ମୁଲାକାତ ହେବ ବା ଦେଖା ସାକ୍ଷାତ ହେବ ନିଶ୍ଚିନ୍ତ ଭାବରେ। ଆଉ ଯଦି ଆପଣ ଅଲଗା ଡିଷ୍ଟ୍ରିକ୍ଟରେ ଯଦି ହେଇଥାନ୍ତି, ଯଦି ଅଲଗା ଜିଲ୍ଲାର ଆପଣ ଯଦି ବାସିନ୍ଦା ଅଟନ୍ତି, ଯଦି ଆପଣ ବି ସେଇ ଜଙ୍ଗଲ କ୍ୟାମ୍ପକୁ ଯାଉଛନ୍ତି, ତେବେ ବି ସେଠି ଆପଣଙ୍କ ସହିତ ମୋର ଭେଟ ହେବ। ତେବେ ପ୍ରିୟ ବନ୍ଧୁଗଣ, ଯାହା ହେଉ ଅନେକ ବର୍ଷ ପରେ ମୁଁ ସୁଯୋଗ ପାଇଲି ଏ ଜଙ୍ଗଲ କ୍ୟାମ୍ପରେ ଆଟେଣ୍ଡ କରିବା ପାଇଁ। ଅନେକ ବର୍ଷ ପରେ ପ୍ରିୟ ବନ୍ଧୁଗଣ, ମୁଁ ଯେତେବେଳେ ଛୋଟ ଥିଲି ମୁଁ ସେତେବେଳେ ଆଟେଣ୍ଡ କରିଥିଲି, ପ୍ରାୟ ହେଇଯିବ 7-8 ବର୍ଷ ଏମିତି ମୋର ବୟସରେ ମୁଁ ଆଟେଣ୍ଡ କରିଥିଲି। କିନ୍ତୁ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଦେଖନ୍ତୁ ଅନେକ ବର୍ଷ ପରେ ଆପଣ କହିପାରିବେ ଯେ 20-25 ବର୍ଷ ହେଇଯିବ, ତାପରେ ମୁଁ ପୁଣି ଥରେ ମୁଁ ଆଟେଣ୍ଡ କରୁଛି, ଯୋଗଦାନ କରୁଛି ଏଇ ଜଙ୍ଗଲ କ୍ୟାମ୍ପକୁ। ସମସ୍ତଙ୍କୁ ମୁଁ ୱେଲକମ୍ କରୁଛି, ସ୍ୱାଗତମ ଜଣାଉଛି। ଆପଣମାନେ ଆସିପାରିବେ, ମିଟିଂରେ ଯୋଗଦାନ କରିପାରିବେ। ଆଉ ଯେମିତିକି ମୁଁ ଆପଣଙ୍କୁ କହିଥିଲି, এই ଜଙ୍ଗଲ କ୍ୟାମ୍ପ ସହିତ ମୋର ଗୋଟେ ବହୁତ ବଡ଼ ସମ୍ପର୍କ ରହିଅଛି, ଆତ୍ମିକ ସମ୍ପର୍କ ଅଛି। କାରଣ এই ଜଙ୍ଗଲ କ୍ୟାମ୍ପ ଦ୍ୱାରା ହିଁ ମୁଁ ପ୍ରଭୁଙ୍କ ନିକଟକୁ ଆସିବାର ମୁଁ ସୁଯୋଗ ମୁଁ ପାଇଥିଲି। ତେବେ ଅନେକ ବର୍ଷ ପରେ ପ୍ରଭୁ ମୋତେ ଏ ସୁଯୋଗ ମୋତେ ଦେଉଛନ୍ତି ପୁଣି ଥରେ ଆଟେଣ୍ଡ କରିବା ନିମନ୍ତେ। ଏବେ କେମିତି ପ୍ରୋଗ୍ରାମ ହେଉଛି ମୁଁ ଜାଣେ ନାହିଁ ପ୍ରିୟ ବନ୍ଧୁଗଣ। ମୁଁ ଯେତେବେଳେ ଆଟେଣ୍ଡ କରୁଥିଲି ଛୋଟ ସମୟରେ, ସେତେବେଳେ ଯେମିତି ହେଉଥିଲା ପ୍ରୋଗ୍ରାମ ଗୁଡ଼ିକ,
ବର୍ତ୍ତମାନ କେମିତି ହେଉଛି ମୁଁ ଜାଣେ ନାହିଁ, କିନ୍ତୁ ଗୋଟେ ବିଷୟ ମୋର ମନେ ଅଛି। ଯେତେବେଳେ ମୁଁ ଛୋଟ ଥିଲି, ଦିନ ବେଳେ ବାକ୍ୟ ପ୍ରଚାର ହୁଏ ଆଉ ତାକୁ ଟ୍ରାନ୍ସଲେସନ୍ କରାଯାଏ। ଆଉ ଏଇ ଟ୍ରାନ୍ସଲେସନ୍ ପ୍ରାୟ 4ଟି ଭାଷାରେ କରାଯାଉଥିଲା ସେତେବେଳକୁ, ଯେଉଁଟାକି ମୋର ଟିକେ ଟିକେ ମନେ ପଡ଼ୁଛି, ଏତେ ମନେ ନାହିଁ। ବାହାରୁ ସାହେବମାନେ ଆସିଥିଲେ, ସେମାନେ ଇଂଲିଶରେ କହିବେ, ଇଂଲିଶରୁ ଜଣେ ଅନୁବାଦ କରିବ କେଉଁଠି ହିନ୍ଦୀରେ, ଆଉ ହିନ୍ଦୀରୁ ଆଉ ଜଣେ ଅନୁବାଦ କରିବ ଓଡ଼ିଆରେ, ଓଡ଼ିଆରୁ ଆଉ ଜଣେ ଅନୁବାଦ କରିବ ସାନ୍ତାଳୀରେ ବା ହୋ ଭାଷାରେ, ମୋର ଟିକେ ମନେ ପଡ଼ୁନି, କିନ୍ତୁ 4ଟି ଭାଷାରେ ମାନେ ଅନୁବାଦ କରାଯାଉଥିଲା। ଯେତେବେଳେ ବାହାରୁ ଆସୁଥିଲା ପ୍ରିଚର ଆସୁଥିଲେ, ବିଶେଷ କରିକି ଫରେନ୍ରୁ, ଏଇଟା ମୋର ମନେ ଅଛି। ତାପରେ ଖାଇବା ପିଇବା ମଧ୍ୟ ହେଉଥିଲା, ଅନେକ ଲୋକମାନେ ଯୋଗଦାନ ଦେଉଥିଲେ। ତାପରେ ସେଠି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୁଏ, ଗୋଟେ ଦୁଇଟା ମୁଁ ଦେଖିଛି। ତାପରେ ସନ୍ଧ୍ୟାରେ ବିଶେଷ କରି ହେଉଥିଲା ଆମର ହିଲିଂ ପ୍ରୋଗ୍ରାମ ବା ରୋଗ ସୁସ୍ଥକାରୀ କାର୍ଯ୍ୟକ୍ରମ। এই ରୋଗ ସୁସ୍ଥକାରୀ କାର୍ଯ୍ୟକ୍ରମ ହିଁ ମୋ ମନରେ ଥିବା ସବୁ ଡାଉଟକୁ ଦୂର କରିଦେଲା ଯେ ପ୍ରକୃତରେ ସତ୍ୟ ପରମେଶ୍ୱର କିଏ, ପ୍ରକୃତରେ ପରମେଶ୍ୱର କିଏ, ଆମେ କାହାକୁ ପରମେଶ୍ୱର କହିବା। ଯେତେବେଳେ ମୁଁ ନିଜ ଆଖିରେ ମୁଁ ଦେଖିଲି ରୋଗ ସୁସ୍ଥ ହେବାର, ମାନେ ମୁଁ ଭାବିଲି ଯେ ମୁଁ ପ୍ରକୃତରେ ସତ କଥା ମୁଁ ଦେଖୁଛି ନା ମୁଁ ସ୍ୱପ୍ନ ଦେଖୁଛି, ମାନେ ଏମିତି ମୋତେ ଅନୁଭବ ହେଲା। କାରଣ ପ୍ରିୟ ବନ୍ଧୁଗଣ, ଆପଣ ବିଶ୍ୱାସ କରିବେ ନାହିଁ ଯେ ଏମିତି ଚମତ୍କାର, ଏମିତି ଆଶ୍ଚର୍ଯ୍ୟକର ମୋ ଜୀବନର ଫାର୍ଷ୍ଟ ଟାଇମ୍ ମୁଁ ଦେଖିଲି, ବା ଯୀଶୁଙ୍କ ନାମରେ ଏମିତି ସବୁ ହେଇପାରେ ନା। ଏଇଟା ହେଇଥିଲା ଜଙ୍ଗଲ କ୍ୟାମ୍ପରେ, ଶରତ। ଆଉ ଏଇ ଜଙ୍ଗଲ କ୍ୟାମ୍ପ ହିଁ ମୋର ଆତ୍ମିକ ଜୀବନକୁ ଟୋଟାଲ ବଦଳାଇ ଦେଇଥିଲା। ସେଥି ନିମନ୍ତେ ମୁଁ ଏ ଭିଡ଼ିଓ ମୁଁ ଅପଲୋଡ଼ କରୁଛି ଯେ ଅନେକ ବର୍ଷ ପରେ ମୁଁ ପୁଣି ଥରେ ଯାଉଛି ଜଙ୍ଗଲ କ୍ୟାମ୍ପ। ତେବେ ଆପଣମାନେ ମୋତେ ଭେଟିପାରିବେ ସେଠି, ଯଦି ଆପଣ ଇଚ୍ଛା ପ୍ରକାଶ କରୁଛନ୍ତି। ଆପଣ ଯେକୌଣସି ଜିଲ୍ଲାର ହେଇଥାନ୍ତୁ ନା କାହିଁକି, ଯଦି ଆପଣ ସେଇ ଶରତ ଜଙ୍ଗଲ କ୍ୟାମ୍ପକୁ ଆଟେଣ୍ଡ କରୁଛନ୍ତି, ତେବେ ଆପଣ ମୋତେ ନିହାତି ଭେଟିପାରିବେ। ତେବେ ପ୍ରିୟ ବନ୍ଧୁଗଣ, এই ସମସ୍ତ ବିଷୟ ମୋର ମନେ ପଡ଼େ। ତାପରେ ଆଉ ଗୋଟେ ବିଷୟ ମୋର ମନେ ପଡ଼ୁଛି, ବାହାରୁ ଯେଉଁ ଆସିଥିଲେ ସାହେବମାନେ, ସେମାନେ ମୋ ପାଇଁ ମଧ୍ୟ ପ୍ରାର୍ଥନା କରିଥିଲେ। କାରଣ ଛୋଟବେଳେ ମୋର ବହୁତ ବଡ଼ ସମସ୍ୟା ଥିଲା, ମୋର ଶାରୀରିକ ସମସ୍ୟା ଗୋଟେ ଥିଲା। ମାନେ ମୁଁ ଠିଆ ହେଇଥିବି, ହଠାତ୍ ମୁଣ୍ଡ ବୁଲେଇବ, ଏମିତି ମୁଣ୍ଡ ବୁଲେଇବ ଯେ ମୋତେ ଜଣାଯିବ ଯେମିତି ପୃଥିବୀଟା ଘୁରୁଛି। ଯଦି ଘର ଭିତରେ ଠିଆ ହେଇଥିବି, ଘରଟା ଯେମିତି ବୁଲୁଛି, ମୁଁ ସାଙ୍ଗେ ସାଙ୍ଗେ ତଳେ ପଡ଼ିଯାଉଥିଲି ଏବଂ ବେହୋସ ହେଇଯାଉଥିଲି। ଆଉ ମୋ ମାଆ କ'ଣ କଲେ, ସେ ସାହେବମାନଙ୍କୁ ଅନୁରୋଧ କଲେ। ମାଆଙ୍କୁ ତ ଇଂରାଜୀ ଜଣା ନାହିଁ, ସେ ଓଡ଼ିଆରେ କହିଲେ, ଆଉ ଜଣେ ଭାଇ ଅନୁବାଦ କରିଦେଲେ ଇଂଲିଶରେ। ଆଉ ସେମାନେ ବୁଝିଗଲେ ଯେ ମୋର ଏମିତି ସମସ୍ୟା ଅଛି, ମୁଣ୍ଡ ବୁଲେଇବାର ସମସ୍ୟା ଅଛି। ଆଉ ସେଇ 3 ଜଣଙ୍କ ମଧ୍ୟରୁ ଜଣେ ସାହେବ ମୋର ମୁଣ୍ଡ ଉପରେ ହାତ ରଖିକି ପ୍ରାର୍ଥନା କଲେ। ବହୁତ ବଡ଼ ଚମତ୍କାର ପ୍ରିୟ ବନ୍ଧୁଗଣ, ସେମାନେ ଯେଉଁ ପ୍ରାର୍ଥନା କରିଦେଲେ, ମାନେ ଗୋଟେ ଥର ପ୍ରାର୍ଥନା କରିଛନ୍ତି, ସେଇ ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ସେଇ ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏତେ ବର୍ଷ ହେଇଗଲାଣି, ଥରେ ବି ମୁଣ୍ଡ ବୁଲେଇ ନାହିଁ। ସେ ଯେଉଁ ପ୍ରାର୍ଥନା କରିଦେଲେ ଏକାଥରେ, ମାନେ ଗୋଟେ ଥରକେ ସେ ସମସ୍ୟା ଏକାଥରେ ଦୂର ହେଇଗଲା। ଆଉ ସେଇଠୁ ମୋ ପୁରା କନଫିଡେନ୍ସ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ସବୁକିଛି କରିପାରନ୍ତି। ଆଉ ତାଙ୍କଠାରେ ଶକ୍ତି ଅଛି, ସାମର୍ଥ୍ୟ ଅଛି, ଆଉ ତାଙ୍କ ନାମରେ ସୁସ୍ଥତା ଅଛି। ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଏଇଠାରେ ରହୁଛି। ଦେଖା ହେବ ଆପଣଙ୍କ ସହିତ ଜଙ୍ଗଲ କ୍ୟାମ୍ପରେ, ଯଦି ଆପଣ ଆସିବେ। ଆଉ ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ଆଉ ସେ ପର୍ଯ୍ୟନ୍ତ ମୁଁ ବିଦାୟ ନେଉଛି। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୋର ଆନ୍ତରିକ ନମସ୍କାର।